ଏବେ ୟୁଟ୍ୟୁବ ର ନୂଆ ଅପଡେଟ ପଳେଇ ଆସିଛି। ମାନେ ଆଉ 1000 ସବସ୍କ୍ରାଇबर ଆଉ 4 ଘଣ୍ଟା ୱାଚ୍ ଟାଇମ୍ ନାହିଁ। ଛୁଆ ଆମର ଚିଲ୍ଲାକି ଲଗେଇଛି ତାକାରଣ ଦିଟା ଚାରିଟା ଆଖି ତାର ହେଇଗଲା। ଏଟା କଣ ଛେଳି ଆଖିଟା ବିଲେଇ ଆଖିଟା? ହାଁ ମାନେ ତୁ ବିଟେଜ ଲବ ନା ନହେଲେ ଏଇଠି ଗୋଟେ କାମ କଲୁନୁ ଇଆଡ ନା ରେ ଏଇଠି ଲଗେଇଥା ରଙ୍ଗ ଏଇଠି ଲଗେଇଥା ନୀଳ। ହାଇ ଏଭ୍ରିୱାନ୍ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ ଗାଇସ୍। ମୁଁ ଏବେ ଚାଲି ଆସିଛି ହୋଟେଲ। ପବନ ସେ ତାର ଡ୍ୟୁଟି ଚାଲିଗଲାଣି ଆଉ ମୁଁ ବି ଆମର ହୋଟେଲକୁ ପଳେଇ ଆସିଛି। ଆଉ କାଲିର ବ୍ଲଗ ଆମେ ଏଥିପାଇଁ ମଝିରୁ ଏଣ୍ଡ କଲୁ ଯେ କାହିଁକି ନା ଆଜି ସକାଳୁ ରାତି ପର୍ଯ୍ୟନ୍ତ ପୁରା କଣ୍ଟିନ୍ୟୁ ବର୍ଷା ହଉଥିଲା। ସେଥିପାଇଁ ଆମେ କୁଆଡେ ବୁଲିବାକୁ ବି ଯାଇପାରିଲୁନି। ଆଉ ଏମିତିରେ ବି ତ ରାତି ବେଶୀ ହେଇଗଲାଣି ଆଉ ତ ବ୍ଲଗ ବି କରିହେଲାନି। ଆଉ ଚାଲନ୍ତୁ ଆଜିର ଦେଖିବା ଆଜିର ଦିନ କେମିତି କଣ ଯାଉଛି। ଗୁଡ ମର୍ଣ୍ଣିଂ ଦିନ ଭାଇ, କଣ କରୁଛ? ବସିଛି ଆଉ। କଣ ତମେ ଚେହେରା ଟା ଟିକେ ପଡିଯାଇଛି, କଣ ଭଲ ନାହିଁ କି? ଗାଡି ଫାଡି ଛାଡିଦେଲି, ବାବା ହବା ତପସ୍ୟା କରି ସବୁ ଧ୍ୟାନ କରିବା। କୋଉଠି ଯିବ ତପସ୍ୟା କରିବାକୁ? ଯିବା ହିମାଳୟ ଆଉ। କି କଣ ହେଲା କି ଘର ସଂସାର? ଆଁ କରିବା କଣ କରିବା ଆଉ ଜୀବନରେ ଆଉ କଣ କରିବା? ଏଇ ଲୋଭ ମାୟା ସଂସାର, ପିଲା ଛୁଆ ସ୍ତ୍ରୀ ସଂସାର, ଲୋଭ ମାୟା ଆଉ କଣ କରିବା? ଏହାକୁ କରିକି ଅଟେଇଦବା, ବାବା ହେଇଯିବା ଆଉ ହିମାଳୟରେ ଯାଇକିରି ବସିବା। ଦୁନାଇ ଆମର ଏବେ ସନ୍ନ୍ୟାସ ନେଇଗଲେ, ସବୁ ମୋହ ମାୟା ଛାଡିଦେଲେ। ଆଉ ଦୁନାଇ ଏବେ ହିମାଳୟ ଯିଏ। ଦୁନାଇ କେବେ ଯାଉଛ ହିମାଳୟ? ଯିବା ଆଉ ସଂସାର, ପିଲା ଛୁଆ ସଂସାର ସବୁ ବାହାର ହେଲେ ଭାଇ ଭାଉଜ ଛାଡିକି ସବୁ ଝିଅ ହରି, ହେଲେ ଭାଉଜ କଣ କରିବେ? ଘରେ ବସିକି ଘରେ ରହିବି, କଣ କରିବ? ଆଉ ତମେ ଛାଡିଦେଇ ପଳେଇବ, ତାଙ୍କେ କେମିତି ଖାଇବେ, କେମିତି ରହିବେ? ପିଲା ବଡ ହେଇଗଲେ ସେ ଖାଇବ, ଘରେ ବସି ଖାଇବ କଣ? ଚାଉଳ ମିଳୁଛି କଣ? 2 କିଲୋ ଚାଉଳ ମିଳୁଛି, ଘରେ 5 ଟଙ୍କିଆ 15 କେଜି ମିଳୁଛି, ଖାଇବ ବସିବା କଣ? ଆଉ ତୁ ବାବା ହଉ ନା ନାଇଁ? ବାବା ହେଲାଣି ଆଉ 5 ବର୍ଷ। ଆହୁରି 5 ବର୍ଷ? କେତେ ତୋର ବାଣ୍ଡୁ ନାଇଁ କି? ଅଛି ଯେ କିନ୍ତୁ ଏଇନା ବାହା ହେବିନି। ଆଉ କେବେ ବାହା ହବୁ? ସବୁ ସ୍ୱପ୍ନ ପୁରା ହେଲା ପରେ। ଛୁଆ ଟୋକି ନେଇକି ଯିବ ହରି ନା ଛୁଆ ତ ବୋଉକୁ କହି ଫୋନ କରିକି ରହ। ଇଏ ଗୋଟେ ଏକା ସହିତ 2ଟା ଝିଅକୁ ଡେଟ୍ କରୁଛି ଇଏ। ନାଇଁ ନାଇଁ ଏଇଠି କହି ନାଇଁ କରୁଛୁ, କ୍ୟାମେରା ଅଫ୍ ହେଲେ ତୁ ହଁ କରୁଛୁ ନା। ସେ ଆଉ କିଛି କହୁନି ହେଲା, ଏଇଟା ହେଲା ସତ କଥା, ସେଥିପାଇଁ ସେ ଲୁକିକି ଯାଉଛି ଏଠି। ଗାଇସ୍ ଏବେ ଆସିଯାଇଛି ଆମର ଲଞ୍ଚ। ଆଜି ଲଞ୍ଚ ରେ ଅଛି ରାଇସ୍, ଡାଲ, ପାପଡ଼, ଏଇଠି ପତ୍ରଳ କୋବି ଭଜା, ଛୁଇଁ ବେସର, ଆଉ ଏଠି ଛୁଆ। ଆରେ ତୁ ଚୁଟି କାଇଁ ବୁନେଇନୁ ରେ? ଗାଧେଇକି ଆସିଛି ଆଉ। ସିଏ ତାର ଅଧା ଖିଆ ସରିଲାଣି, ସିଏ ଟିକେ ଜଲ୍ଦି ଖାଇସାରିଲା, ମୁଁ ଏବେ ଖାଉଛି ଆଉ। ଆଉ ଇଏ ତା ବଦନ, ଶାଗ ଭଜା, ଚିପ୍ସ। ଚାଲନ୍ତୁ ଆମେ ଏବେ ଲଞ୍ଚ ଫିନିଶ କରିବା, ବହୁତ ଟାଇମ ବି ହେଇଗଲାଣି, ଭୋକ ଲାଗିଲାଣି। ଅନିଲାଇରେ ଆମର ପଳେଇଛି ନୂଆ ଜୋତା। କାଇଁ ଜୋତା ଦେଖିଲ ଜୋତା? ଏ ଆମେ ବି ଅର୍ଡର କରୁଛୁ, ଆମର ବି 2ଟା ଆଇଛି। ଆଉ ଏଇଟା କଣଟା? ଆଖି ଲେନ୍ସ ଏଟା କାହାର? ଛୁଆର ମିଶିବ ଜଣା ପଡିବନି। 7 ନମ୍ବର ବା ସବୁ, ଇଏ ବି 7 ନମ୍ବର, ସବୁ ତ ଗୋଟେ ଟାଇପ। ହଁ ଏଇଟା ବି ପାରୁନ। ଆମର ଏବେ ଜୋତା ଅନବକ୍ସିଂ ହଉଛି। କେତେଟା ନେଇଥିଲା? 250। ଏ ଛୁଆ, ଏ ଜୋତା ପିନ୍ଧୁଆ। ଆଇଲା ଏବେ ଛୁଆ ଆମର ଜୋତା ପିନ୍ଧିବ। 6 ନମ୍ବର। ପୁରା ଖୁସି ଏବେ, ତା ଜୋତା, ନୂଆ ଜୋତା ଆଇଛି। ଆଉ ଗୋଟେ ପିଲାଟି ମନ ଦୁଃଖ କଲାଣି। କାନ୍ଦନ ଗୋଟେ ପିଲା ମନ ଦୁଃଖ କଲାଣି। ହଉ ଆଜି ଅର୍ଡର କରିଦବା ଆଉ। ହେଲେ ତମେ ଟିକେ ମନ ଦୁଃଖ କରୁନ? ମୁଁ ଦେଖୁଛି ଆଉ ଗୋଟେ କଣ ଅର୍ଡର କରିବି। ଛୁଆର ଆଖି ପଳେଇଆଇଲା। ଏଇଟା ତୃତୀୟ ଆଖି, ଏଇଟା ଚତୁର୍ଥ ଆଖି, ଆଉ ଏଇଟା କଣଟାରେ? ପାଣି ଟୋଳା। ଆଉ ଗୋଟେ, ଆଉ ଏତିକି ବା। କୋଉଠି ଲଗଉ? ଏ ଆଖିରେ
କି ଦେଖାଯାଏ ଲଗେଇଲେ ଲଗେଇଲେ ଦେଖିବ ରାତିରେ କଣ ଅର ଆସିଲା ଜୋତା ପୁରା ଆଜି ଟୋକା ଖୁସି ପଇସା ଦେଇଦବ ଭାଇ ଭାଇ ପଇସା ଦେଇଦବ ଭାଇ ଗାଇସ୍ ମୁଁ ବି ବସି ବସି ମୋ ନିଜ ବ୍ଲଗ ମୁଁ ଦେଖୁଥିଲି ଏବେ ମାନେ ଆମେ ବାକି ଭିଡିଓ ଏମିତି ସ୍କ୍ରୋଲ କଲା ବେଳେ ମାନେ ଏମିତି ଗୋଟେ ଭିଡିଓ ଆସିଲା ଯେ ମୁଁ ସେଟା କେବେ ସ୍ୱପ୍ନରେ କେବେ ଭାବିନଥିଲି ଏମିତି କେବେ ହବ ବୋଲି ଆଉ ମାନେ କୁହନ ମାନେ ଏମିତି ଲାଗୁଛି ଏବେ ଆପଣ ନିଜେ ଦେଖନ୍ତୁ ଏବେ ୟୁଟ୍ୟୁବ ର ନୂଆ ଅପଡେଟ ପଳେଇ ଆସିଛି ମାନେ ଆଉ 1000 ସବସ୍କ୍ରାଇବର ଆଉ 4 ଘଣ୍ଟା ୱାଚ୍ ଟାଇମ୍ ନାହିଁ ଏବେ 1000 ସବସ୍କ୍ରାଇବର ଆଉ 8 ଘଣ୍ଟାର ୱାଚ୍ ଟାଇମ୍ କମ୍ପ୍ଲିଟ୍ କରିବାକୁ ପଡିବ କାହିଁକିନା ସେ ଏବେ ଷ୍ଟାର୍ଟ ହେଇନି ଏବେ କିନ୍ତୁ ସେ ଆଡ୍ ହେଇନି କିନ୍ତୁ ସେ 2027 ଫେବୃଆରୀ ଟୁ ମାନେ ଷ୍ଟାର୍ଟ ହେଇଯିବ ମାନେ ମୁଁ ଭାବିକି ଡର ଲାଗୁଛି କାହିଁକିନା ଆମ ସହିତ ୟୁଟ୍ୟୁବ ଏମିତି ଅନ୍ୟାୟ ବହୁତ ଅନ୍ୟାୟ କରିଦେଲା ଆଉ ମୁଁ ଭାବୁଛି ସେଇଟା ଏବେ କେମିତି ଆମେ ପୂରଣ କରିବୁ ଦେଖାଯାଉ ମାନେ କେମିତି କଣ ହଉଛି ଏବେ ଦେଖ ଆପଣ ଯଦି ଚାହିଁଲେ ଆମର ସବୁ କିଛି ମାନେ ପୂରଣ ହେଇପାରିବ ଯେତେ କଷ୍ଟ ହେଲେ ବି ମୁଁ ଭିଡିଓ ଅପଲୋଡ କରିଚାଲିବି ଗିଭ୍ ବି ମୁଁ ତ ଜମାରୁ କରିବିନି ଆଉ ଦେଖାଯାଉ କେତେ କଣ ଆଗକୁ ସବୁ ହଉଛି ଆଉ ଯେତେ କଷ୍ଟ ଆସୁ ବି ହେଲେ ବି ମୁଁ ଭିଡିଓ ଅପଲୋଡ ହିଁ କରିଚାଲିବି ଆଉ ଦେଖିବା କେମିତି କଣ ଜର୍ଣ୍ଣି ରହୁଛି ଏବେ ତ ଆମ ପାଖରେ ଆହୁରି 5 ମାସ ହାତରେ ଅଛି କିଛି ନା ହେଇଯିବ ଡିମୋଟିଭ ହେଲେ ବି ଭଲ ନାହିଁ ହେଇଯିବ ଆଉ ଦେଖିବା ଆଗକୁ ସବୁ କଣ ହଉଛି ଲିବାମ ତୁ କଣ କୋଉଠି ଲଗାଉଛୁ ଓଠରେ ଲିବାମ କିଏ ଧରିକି ବୁଲୁଛି ପ୍ୟାକେଟ ଟା କଣ ଏଇଟା ସେଟା ବେଶୀ ବେଶୀ କାହିଁ ତ ଆଖିରେ ଦେଖିଲୁ ଆରେ ୟାର ଦେଖା ହଉନି ଲଗେଇଦେଲୁ ଆଖିରେ ଇଏ ଦେଖନ୍ତୁ ଚୁଆ ଆମର ଚିଲ୍ଲାକି ଲଗେଇଛି ତା କାରଣ 2-4ଟା ଆଖି ଧର ହେଇଗଲା ଏଇଟା କଣ ଛେଳି ଆଖିଟା ବିଲେଇ ଆଖିଟା ମାନେ ତୁ ବିଟେଜ ଲବ ନା ନହେଲେ ଏଇଠି ଗୋଟେ କାମ କଲୁ ଇଆର ନରେ ଏଇଠି ଲଗେଇ ରଙ୍ଗ ଏଇଠି ଲଗେଇ ନୀଳ ଆଉ ତୁ ଲଗେଇଲୁନୁ ନା ମୋର ଆଖି ଖରାପ ହେଇଯିବ ଆର ମାସରେ ଲଗେଇବୁ ଟଙ୍କା ଆର ମାସରେ ମୋର ଆଖି ଖରାପ ହେଇଯିବ ଆଖି ଖରାପ ମତେ ଏମିତିରେ ଦେଖାଯାଉନି ଆଖି ତାହେଲେ ଚଷମା ଛେଳି ଆଖି ଲଗେଇଦେ ନାଲିରେ ଲଗେଇବୁ ନହେଲେ ଧଳାର ଏଇଟା କଣ ଇଏ ଶସ୍ତା ଚାଟୁ ନା ଲେଖିଦେଇଛି କିଏ ବନେଇଛି କି ଆର୍ଟିଷ୍ଟ ମୁଁ ଲେଖିଛି ଏଇଟା ନିଜେ ଆର୍ଟିଷ୍ଟ ମୁଁ ଟାଟୁ ଆର୍ଟିଷ୍ଟ ଲେଖିବାର ମୁଁ ଏ ଦେଖ ମଝି ସୁନ୍ଦର କାଟছে ତୁ ଗୋଟେ ସିନ୍ଦୁର ବି ଲଗେଇ ଦଉନୁ ବେଟର ରହିବ ମୋ ବାପା ବିଡି ଟାଣିଥିଲେ ନା ତେରେ ନାମ କଳା କରିଥିଲେ ବିଡି ଟାଣିଥିଲେ ବୋଲି କହୁଛି ମାନେ କାହିଁରେ ବୋଲା କାହିଁରେ ମାନେ କାତିରେ ଚୋଟା ପକେଇଥିଲା ନା କାହିଁରେ କାଠ ପଳିଆ ଦେ ମାଡ କଷ ମାଡ ଖାଇଥିଲୁ ନା ରକ୍ତ ବଳି ନାହିଁ ପ୍ରାକ୍ଟିକାଲ ଗୋଟେ ଦେଖଉନୁ ପ୍ରାକ୍ଟିକାଲ କାଠ ପଳେଇ ବାଡେଇ ତୁ ବାଡେ ତୁ ମୁଣ୍ଡକୁ ମୁଁ ବାଡେଇ ନା ମୋର ବାଡେ ଚୁଆ ଏବେ ଆମର ହେଇଯାଇଛି ବିଟିଏସ୍ ପୁରା ପ୍ରପରଲି ବିଟିଏସ୍ ହେଇଯାଇଛି ସେ ନା କଣ ତୁ କଣ ସାଉଥ କୋରିଆ ଯିବୁ ନା ଚାଇନା ଯିବୁ ଲଣ୍ଡନ ଯାଉନ ନହେଲେ ଲଣ୍ଡନ ଗଲେ ହବନି ଜାପାନ ଜାପାନ ଯିବ ଘର ହେଇକି ଆସିବ ନା ତ ମୋର ଘର ନାଚୁରାଲ ଆମର ବି ନାଚୁରାଲ ତୁ ନାଚୁରାଲ କଣ ତୁ ତ ତେଜରେ ଗାଧେଇ ଘୋରା ହେଇଯାଇଛି ପିଲାଦିନେ କଳା ଥିଲା ତେଜରେ ଗାଧେଇ ଘୋରା ହେଇଯାଇଛି ତେଲରେ ଗାଧେଇକି କୋଉ ତେଲ ଝଡା ତେଲ କେମିତି ଗାଧଉଛୁ ଦେହରେ ପୁରା ଘଷା ଘଷି ନା ମୋର ନ୍ୟାଚୁରାଲ କଲର ଆମର ଆଇ ହୋପ ଆପଣ ସମସ୍ତଙ୍କୁ ଆଜିର ବ୍ଲଗ ପସନ୍ଦ ଆସିଥିଲେ ଗୋଟେ ଲାଇକ୍ ଏଣ୍ଡ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି ଦେଖା ହବା ନେକ୍ସଟ ବ୍ଲଗ ରେ ଜୟ ଜଗନ୍ନାଥ